ପିଲାମାନେ ଆଜି ଆମେ ଗୋଟେ ଖେଳ ଖେଳିବା। 5ଟି ମିଛ କଥା କୁହ ଆଉ 500 ଟଙ୍କା ନିଅ। ମୁଁ 5ଟି କଥା ପଚାରିବି। 5ଟି କଥା ଯିଏ ମିଛ ଉତ୍ତର ଦେଇପାରିବ ଆଉ ଭୁଲ ଉତ୍ତର ଦେଇପାରିବ ସିଏ 500 ଟଙ୍କା ପାଇବ। ମାମୁଁ ସତରେ ମିଛ କଥା କହିଲେ 500 ଟଙ୍କା ମିଳିବ। ଆମ 3 ଜଣ ଭିତରୁ ସବୁଠୁ ବଡ଼ ମିଛ କଥା ହେଉଛି ମୁଁ। ପଚାରୁନ କ'ଣ ପଚାରିବ? ଭଲ କରି ଭାବିକି ଦେଖେ। ମୁଁ 5ଟି କଥା ପଚାରିବି, ତା ଦେହରେ ଗୋଟିଏ ସତ କଥା କହିଦେଲୁ ତାହେଲେ ତୁ ମୋତେ 500 ଟଙ୍କା ଦେବୁ। ପଚାର ଦେଖିବା। ଆଉ କହିଲୁ ଆମ ପୃଥିବୀରେ ଦେଶ କେତୋଟି ଅଛି? ଆମ ପୃଥିବୀରେ ଦେଶ ପରା ଗୋଟିଏ, ସିଏ ହେଉଛି ଭାରତ। ବାକି ସବୁ ବିଦେଶ ପରା। ହଉ ଆଉ ଗୋଟେ ପଚାରୁଛି। କହିଲୁ ଛେଳି ଅଣ୍ଡା ଦିଏ ନା ଛୁଆ ଜନ୍ମ କରେ? ଛେଳି ପରା ଅଣ୍ଡା ଦିଏ। ମୁଁ ନିଜେ ଦେଖିଛି, ଦିନକୁ 2ଟା ଲେଖାଏଁ ଅଣ୍ଡା ଦେଇଦିଏ। ହଉ ଆଉ ଗୋଟେ ପଚାରୁଛି। କହିଲୁ ଦେଖି ଏରୋପ୍ଲେନ୍ କେଉଁଠି ଚାଲିଥାଏ? ଏରୋପ୍ଲେନ୍ ପରା ପାଣିରେ ଚାଲିଥାଏ। ଆମ ପାଖ ଗଡ଼ିଆରେ ସେମାନେ ଚାଲୁଥିବାର ମୁଁ ନିଜେ ଦେଖିଛି। ହଉ ଆଉ ଗୋଟେ ପଚାରୁଛି। କହିଲୁ କୁକୁଡ଼ାର ବୟସ ସୀମା କେତେ ରହିଥାଏ? ମାନେ କେତେ ଦିନ ସେ ବଞ୍ଚି ପାରିଥାଏ? କୁକୁଡ଼ା ପରା 150 ରୁ 200 ବର୍ଷ ବଞ୍ଚିଥାଏ। ଆମ ଘରେ ଗୋଟେ କୁକୁଡ଼ା ଅଛି, ଆଉ ସେ ଅଜାଙ୍କର 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 ଅମଳ କୁକୁଡ଼ାଟେ। ମୋର 3ଟି ପ୍ରଶ୍ନ ହେଲା, ଆଉ 2ଟି ବାକି ରହିଲା। ବୋକା ଭାବିଛନ୍ତି ଆପଣ ବା 4ଟି ପ୍ରଶ୍ନ ପଚାରି ସାରିଲେଣି। ହଁ ଏବେ ତୁ ସତ କଥା କହିଦେଲୁ। ମୋ 5ମ ପ୍ରଶ୍ନ ଥିଲା ମୁଁ କେତୋଟି ପ୍ରଶ୍ନ ପଚାରିଛି। ସତ କଥା କହିଦେଲୁ, 500 ଟଙ୍କା ମୋତେ ଦେ। No, 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 no.